କଳିଯୁଗରେ ମାନବ ଚରିତ୍ର ଭିନ୍ନ ଭିନ୍ନ। ସମସ୍ତଙ୍କ ମନରେ କଳିର ପ୍ରଭାବ କିଛି ନା କିଛି ମାତ୍ରାରେ ବଢ଼ିବାରେ ଲାଗିଛି। ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧା ମଣିଷ ବି ଅଶାନ୍ତ ହେଇଗଲାଣି। ମୁଁ ପୁରାଣ କି ବେଦ ବିଷୟରେ କହୁନି, ସମାଜରେ ଯାହା ଘଟୁଛି ସେଇଟା କିଛି ଲୋକ ଦେଖି ମଧ୍ୟ ନ ଦେଖିଲା ପରି ବଞ୍ଚୁଛନ୍ତି। ସମାଜ ବଦଳୁଛି, ମାନେ ଯେଉଁ ଲୋକମାନେ ନିଜକୁ ସଜାଗ ରଖୁଛନ୍ତି ତାଙ୍କ ପରିବେଶ ମଧ୍ୟ ବଦଳିବ। ସମସ୍ତେ ନିଜ ନିଜର କର୍ତ୍ତବ୍ୟ ଭୁଲିବାରେ ଲାଗିଛନ୍ତି। ସମସ୍ତଙ୍କୁ ସମୟ ପୂର୍ବରୁ ସବୁ କିଛି ଦରକାର। ସମସ୍ତେ ଛଳନାରେ ସମ୍ପର୍କ ବିତାଉଛନ୍ତି। ଏଠି ସ୍ୱାର୍ଥ ଆଗରେ ପ୍ରେମର ମୂଲ୍ୟ କିଛି ନାହିଁ। ଏଠି ପଇସା ଆଗରେ ସମ୍ପର୍କର ମୂଲ୍ୟ କିଛି ନାହିଁ। ଏଠି ଛୁଆ ବାପା ମାଆଙ୍କୁ ଧୋକା ଦେଉଛି। ପ୍ରେମିକା ପ୍ରେମିକ ଉଭୟ ଉଭୟକୁ, ମାଲିକ ଚାକରକୁ ଆଉ ଚାକର ମାଲିକ, ସମସ୍ତେ ସମସ୍ତଙ୍କୁ ଧୋକା ଦେବାରେ ବ୍ୟସ୍ତ। ହଁ, ହୁଏତ ମୋ କଥା ସମସ୍ତଙ୍କୁ ଶୁଣିଲା କି ବିତେଇଲା ଭଳିଆ ଲାଗୁଥିବ, କିନ୍ତୁ ଏ ସମାଜରେ ବହୁତ ଲୋକ ଏବେ ବି ଏସବୁ ବିତାଉଛନ୍ତି। ପ୍ରତ୍ୟେକ ଜୀବନରେ ଏମିତି ହିଁ ସମୟ ଆସିବ। ଯଦି ମୋ ସାଙ୍ଗରେ ଯୋଡ଼ି ହେଇ ରହିବ, ହୁଏତ ମୁଁ ସମୟ ପୂର୍ବରୁ କିଛି ବାଟ କାଢ଼ିବାକୁ ଆଉ ସଜାଗ କରିବାକୁ ସକ୍ଷମ ହେବି। ମୋତେ କମେଣ୍ଟ ମାଧ୍ୟମରେ ନିଜର ପରିସ୍ଥିତି କୁହନ୍ତୁ, ମୁଁ ମୋର ଦକ୍ଷତା ହିସାବରେ ତୁମକୁ ସଜାଗ କରିବି।